ଦେବୀ ନ୍ୟୁଜ୍କୁ ସମସ୍ତଙ୍କୁ ସ୍ୱାଗତ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ସତ୍ୟସାଇ ଇଞ୍ଜିନିୟରିଂ କଲେଜର 26ତମ ବାର୍ଷିକ ଉତ୍ସବର ତୃତୀୟ ସନ୍ଧ୍ୟା। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ଦାସ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ସତ୍ୟସାଇ ବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଓ ତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ସଭାପତିତ୍ୱ କରିବା ସଙ୍ଗେ ସଙ୍ଗେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ଓ ଅତିଥି ପରିଚୟ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରଣ ଅତିଥି ଭାବେ ସମାଜୀୟ କର୍ମୀ ଶ୍ରୀମତୀ ଶିପ୍ରା ମହାପାତ୍ର ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଗୁଣାତ୍ମକ ଶିକ୍ଷା ଓ ସଂସ୍କାରମୂଳକ ଶିକ୍ଷା ନେଇ ଗଢ଼ି ଉଠିଥିବା ସତ୍ୟସାଇ କଲେଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି କଲେଜରେ ଶିକ୍ଷା ସମାପ୍ତ କରି ଦେଶ ବିଦେଶରେ ବହୁତ ପିଲା ପାଠ ପଢ଼ିବାରେ ସୁଯୋଗ ପାଇପାରିଛନ୍ତି ଓ କଲେଜରେ ପାଠ ପଢ଼ି ପିଲାମାନେ ଦେଶ ବିଦେଶରେ ମଧ୍ୟ ନିଯୁକ୍ତି ପାଇପାରିଛନ୍ତି। ଯୁବଗୋଷ୍ଠୀମାନେ ସମାଜର ଉନ୍ନତି ପାଇଁ ଅଗ୍ରଣୀ ଭୂମିକା ନେବାକୁ ଦିଗ୍ଦର୍ଶନ ଦେଇଥିଲେ। ସତ୍ୟସାଇ ଇଞ୍ଜିନିୟରିଂର ଅଧ୍ୟକ୍ଷ ପ୍ରଭାସ କୁମାର ସାଇଁ ଓ ଡିପ୍ଲୋମା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ଦାସ, ଅକ୍ସଫୋର୍ଡ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ଅଣୁମାଧବ ପଣ୍ଡା ଓ ସର ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀଳମାଧବ ପଣ୍ଡା, ଶ୍ରୀମତୀ କୁନ୍ତଳା କୁମାରୀ ପଣ୍ଡା ଓ ବୈଦିକ ପଣ୍ଡା ଆଦି ମଞ୍ଚାସୀନ ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ କଲେଜର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ସହଯୋଗ କରିଥିଲେ। ଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମହମ୍ମଦ ଫୈଜିଙ୍କ ଦ୍ୱାରା ସୁନ୍ଦର ଗୀତ